चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। तमन जी भगवत गीता आस्वादन करवा चतुर्थ अध्याय ज्ञान जग श्लोक नंबर 36। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। अपि च दासी पापेभ्यो सर्वेभ्यो पापकृतमः सर्वं ज्ञानप्लवेन एव वृजिनं सन्तरिष्यसि। एपरिକି ଯଦି ତୁମେ ପାପୀ ମାନଙ୍କର ମଧ୍ୟରେ ମହାପାପୀ ବୋଲି ବିବେଚିତ ହୁଅ, ତଥାପି ତୁମେ ଯେତେବେଳେ ଦିବ୍ୟ ଜ୍ଞାନ ରୂପକ ନୌକାରେ ଆରୋହଣ କରିବ, ସେତେବେଳେ ତୁମେ ଦୁଃଖାର୍ଣ୍ଣବ ଅତିକ୍ରମ କରିବାକୁ ସକ୍ଷମ ହୋଇଯିବ। କହିଛି ଅପିଚେଦ ଅସି, ଅସି ମାନେ ତୁମେ ହୁଅ। ତ ତୁମେ ଯଦି ପାପେଭ୍ୟ ସର୍ବେଭ୍ୟ ପାପକୃତମ, ପାପେଭ୍ୟ ସମସ୍ତ ପାପୀ ମାନଙ୍କର ମଧ୍ୟରେ ମହାପାପୀ ହୁଅ। ତ ଏଇ ସର୍ବମ, ଏ ସମସ୍ତ ପାପ ଜ୍ଞାନ ପ୍ଲବେନ, ପ୍ଲବ ମାନେ ନୌକା। ତ ଜ୍ଞାନ, ଜ୍ଞାନ ମାନେ ଏଇ ଭୌତିକ ଜ୍ଞାନ ନୁହଁ, ଆଧ୍ୟାତ୍ମିକ ଦିବ୍ୟ ଜ୍ଞାନ ରୂପକ ନୌକା ସାହାଯ୍ୟରେ ବ୍ରିଜିନମ୍ ସନ୍ତରିଷ୍ୟସି, ସନ୍ତରିଷ୍ୟସି ମାନେ ସନ୍ତରଣ କରିବ ବା ପାର ହେଇପାରିବ। ଏଇ ଶ୍ଲୋକରେ ଗୋଟେ ନୂଆ ଶବ୍ଦ ବ୍ୟବହାର କରାହେଇଛି, ବ୍ରିଜିନମ୍। ଏ ବ୍ରିଜିନମ୍ ଶବ୍ଦଟାକୁ ମୁଖସ୍ଥ କରିବାକୁ ପଡିବ। ଦୁଃଖାର୍ଣ୍ଣବ, ଦୁଃଖ ସାଗର, ଏଇ ଦୁଃଖ ସାଗରକୁ ସେ ଅତିକ୍ରମ କରିପାରିବ, ପାର ହେଇପାରିବ ନୌକାର ଦ୍ଵାରା। କୋଉ ନୌକା? ନା ଜ୍ଞାନ ପ୍ଲବେନ, ଦିବ୍ୟ ଜ୍ଞାନ ରୂପକ ନୌକାର ଦ୍ଵାରା। ସେ ପାପୀ ମାନଙ୍କ ଭିତରେ ସର୍ବଶ୍ରେଷ୍ଠ ପାପୀ ହେଲେ ବି ଏଇ ଦିବ୍ୟ ଜ୍ଞାନ ପାପ କଲେ ସେ ଭବସାଗରକୁ ଅତିକ୍ରମ କରିପାରିବ। ବ୍ୟକ୍ତି ତାର ସ୍ୱରୂପ ସ୍ଥିତିକୁ ଭଲ ଭାବରେ ବୁଝିବା, ଅର୍ଥାତ୍ କୃଷ୍ଣଙ୍କ ସହିତ ତାର କି ସମ୍ବନ୍ଧ ଅଛି, এই ସମ୍ବନ୍ଧ ଜ୍ଞାନ ଅର୍ଜନ କରିବା ଏଇଟେ ସୁନ୍ଦର କଥା ଯେ ଏହାକୁ ବୁଝିଗଲେ ବ୍ୟକ୍ତି ସାଙ୍ଗେ ସାଙ୍ଗେ ଏହି ଅବିଦ୍ୟା ସାଗରରେ ଚାଲିଥିବା ଜୀବନ ସଂଗ୍ରାମରୁ ଉଦ୍ଧାର ହୋଇଯାଏ। ତ ବ୍ୟାପାର ହଉଛି ଏখানে ଏଠି ଯୋଉ ଜ୍ଞାନ ପ୍ଲବନ କଥା କୁହାହେଲା, এইটা ହଉଛି ବୁଝିବାକୁ ପଡୁଛି ଯେ କୋଉ ଜ୍ଞାନ କଥା କୁହାଯାଉଛି। ଜ୍ଞାନ ରୂପକ ନୌକା, ଜ୍ଞାନ ରୂପକ ନୌକା ମାନେ କେହି ତ ଜଡ଼ ଜଗତରେ ଏମଏ ପିଏଚଡି ଡକ୍ଟରେଟ ନୋବେଲ ଲରେଟ ହେଇକି ପ୍ରଚୁର ଜ୍ଞାନ ଲାଭ କରିପାରିବେ, ସେଇ ଜ୍ଞାନର କଥା ଏଠି କୁହାଯାଉଛି। ଏଠି ଆତ୍ମଜ୍ଞାନର କଥା କୁହାଯାଉଛି ଯେ ମୁଁ ଦେହ ନୁହଁ, ମୁଁ ଚିନ୍ମୟ ଆତ୍ମା। କିନ୍ତୁ ଏଇ ମୁଁ ଦେହ ନୁହଁ ଚିନ୍ମୟ ଆତ୍ମା, ଏଇ ଜ୍ଞାନଟା ଯଥେଷ୍ଟ ନୁହଁ ବା ଜ୍ଞାନର ପୂର୍ଣ୍ଣତା ନୁହଁ। କାହିଁକି ନା ଅନେକ ଅଛନ୍ତି, ମୁଁ ଏଇ ଶରୀର ନୁହଁ, ଜଡ଼ ଶରୀର ନୁହଁ, ମୁଁ ଚିନ୍ମୟ ଆତ୍ମା ଜାଣନ୍ତି, କିନ୍ତୁ ଏ ଚିନ୍ମୟ ଆତ୍ମା ହିସାବରେ ସେମାନେ ନିଜକୁ ଭଗବାନ ସଙ୍ଗେ ଏକ ବୋଲି ମନେ କରନ୍ତି। ତାକୁ କୁହାଯାଏ ନିର୍ଭେଦ ବ୍ରହ୍ମ ଜ୍ଞାନ। ବ୍ରହ୍ମ ସାଙ୍ଗରେ ମୁଁ ଏକ, ଭେଦ ନାହିଁ। ଏଇ ଜ୍ଞାନଟା ବି ଜ୍ଞାନର ସମସ୍ୟା। ତ ଜ୍ଞାନର ପୂର୍ଣ୍ଣତାଟା କୋଉଠି? ନା ଜ୍ଞାନର ପୂର୍ଣ୍ଣତା ହଉଛି ବୁଝିବାଟା ଯେ ମାମୈବାଂଶ ଜୀବଲୋକ ଜୀବଭୂତେ ସନାତନ। এই ଜୀବାତ୍ମା ହଉଛି ଭଗବାନଙ୍କର ଅବିଚ୍ଛେଦ୍ୟ ଅଂଶ, ଏ ହଉଛି ଜ୍ଞାନ। আর এই ଜ୍ଞାନ ଯେତେବେଳେ କାହାର ଆସିବ, ହେଲେ ସେ ଯଥାର୍ଥରେ ବୁଝିପାରିବ ଯେ ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। এইଟାକୁ କୁହାଯାଏ ସ୍ୱରୂପ ଜ୍ଞାନ। ତାହେଲେ ସେ ସ୍ୱରୂପାନୁବନ୍ଧୀ ଧର୍ମରେ ଅବସ୍ଥିତ ହବ। ତ ଏଠି ଯୋଉ ଦିବ୍ୟ ଜ୍ଞାନ କଥା କୁହାଗଲା, ବା ଏଠି ଯୋଉ ଜ୍ଞାନ ପ୍ଲବେନ ମାନେ ଜ୍ଞାନ ରୂପକ ନୌକା, ସେଟା କୋଉ ଜ୍ଞାନ ରୂପକ ନୌକା? ନା ଦିବ୍ୟ ଜ୍ଞାନ ରୂପକ ନୌକା। ତ ଦିବ୍ୟ ଜ୍ଞାନର ଚରମ ସ୍ଥିତିଟା କଣ? ନା କୃଷ୍ଣଙ୍କ ସହିତ ଜୀବର ସମ୍ପର୍କ ଯୋଉ, ସେଟା ଜ୍ଞାନକୁ କୁହାଯାଉଛି। ଏଟା ସମ୍ବନ୍ଧ ଜ୍ଞାନ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ।
ତିନିଟା କଥା ମୁଁ ଆଗରୁ କହିଛି। ସମ୍ବନ୍ଧ ଜ୍ଞାନ ମାନେ ଭଗବାନଙ୍କ ସାଙ୍ଗରେ ଆମର କଣ ସମ୍ବନ୍ଧ ଅଛି, ଏଇ ଜ୍ଞାନ ପାଇବା ପରେ ଅବିଧେୟ ସେଇଭଳିଆ କର୍ମ କରିବା। ତ ପ୍ରୟୋଜନ ମାନେ ପ୍ରୟୋଜନ ସିଦ୍ଧି, ଆମର ପ୍ରୟୋଜନ କି ସିଦ୍ଧି ପାଇବା? ତାହେଲେ ସମ୍ବନ୍ଧ ହଉଛନ୍ତି କୃଷ୍ଣ, ଅବିଧେୟ ହଉଛି ଭକ୍ତି, ପ୍ରୟୋଜନ ହଉଛି ପ୍ରେମ। এই ତିନିଟା ଶବ୍ଦ ମନେ ରଖ। ଆମର ସମ୍ବନ୍ଧ କୃଷ୍ଣ, ଅବିଧେୟ। କୃଷ୍ଣ ସଙ୍ଗେ ସମ୍ବନ୍ଧ ଜାଣିଲେ ଯାହା କରିବା, କଣ କରିବା ନା ଭକ୍ତି କରିବା। ଭକ୍ତି କଲେ ଯାହା ପାଇବା ସେଟା କଣ ପାଇବା ନା କୃଷ୍ଣ ପ୍ରେମ ପାଇବା। ସେଥିପାଇଁ ଏଠି କୁହାଯାଉଛି ଯେ ସ୍ୱରୂପ ସ୍ଥିତି, স্বরূপ স্থিতি কি এখানে নিচে নিতে পারবো আমরা? জিজ্ঞাসা করো, নিচে হবে এটা তাহলে আপনি যে লোক আসবে বললাম না, তাহলে কই বলো জিজ্ঞাসা করো ওই মুখপাত্র কি কি মুখপাত্র। ତ ଏହାକୁ ବୁଝିଗଲେ ବ୍ୟକ୍ତି ସାଙ୍ଗେ ସାଙ୍ଗେ ଏହି ଅବିଦ୍ୟା ସାଗରରେ ଚାଲିଥିବା ଜୀବନ ସଂଗ୍ରାମରୁ ଉଦ୍ଧାର ପାଇବ। ଏ ଭୌତିକ ଜଗତକୁ ବେଳେ ବେଳେ ଅବିଦ୍ୟା ସାଗରରେ, ବେଳେ ବେଳେ ସଂସାର ଦାବାନଳ ବୋଲି କୁହାଯାଏ। ଆମେ ଏଇ ଜଗତରେ ଯୋଉ ରହିଛେ, ସେଇ ଜଗତକୁ ଖୁବ ସୁନ୍ଦର ବୋଲି ଲୋକମାନେ ମନେ କରନ୍ତି, କିନ୍ତୁ ଏଇ ଜଗତର ଅସଲ ସ୍ୱରୂପ ଟା କେହି ଜାଣନ୍ତି। ଏଇ ଜଗତର ସ୍ୱରୂପ ଟା କିଭଳିଆ ନା ମହାକାଳ ଫଳ। ମହାକାଳ ଫଳଟା ଦେଖିବାକୁ ସୁନ୍ଦର, ନାଲିଆ ଲାଗେ, ଭଲ ଲାଗେ, କିନ୍ତୁ ଭିତରେ କଣ ଦେଖିବାକୁ ଏକେବାରେ ଅସୁନ୍ଦରିଆ କଳା ରଙ୍ଗ। ତ ଏଇ ଭୌତିକ ଜଗତଟା ଠିକ ସେଇଭଳିଆ, ଉପରେ ଖୁବ ସୁନ୍ଦର ଦେଖାଗଲେ ବି ଭିତରେ ଖୁବ ଖରାପ। ସେଥିପାଇଁ କି ଭୌତିକ ଜଗତକୁ ଭବ ସାଗର ସାଙ୍ଗରେ ତୁଳନା କରାହେଇଛି, ଭବ କୂପର ସଙ୍ଗେ ତୁଳନା କରାହେଇଛି, ସଂସାର କାରାଗାର ସଙ୍ଗେ ତୁଳନା କରାହେଇଛି, ମୈଥୁନାଗାର ବୋଲି କୁହାଯାଉଛି, ସଂସାର ଦାବାନଳ ବୋଲି କୁହାଯାଉଛି। ଏଇ ଜଗତକୁ ଦୁଃଖାଳୟ ବୋଲି କୁହାଯାଉଛି। ଏ ହେଉଛି ଜଗତର ସ୍ୱରୂପ ଟା। ତ ଅବିଦ୍ୟାର ସାଗର ବୋଲି କୁହାଯାଉଛି। ସଂସାର ଦାବାନଳ, ଜଳି ପଡିକି ମରିବା ପାଇଁ କି ଏ ସଂସାର ତିଆରି ହେଇଛି। ଏଇ ଆଗେ ଷ୍ଟେସନ ହାଓଡ଼ା ପୋଲିସ ଲେଖା। ତ ସନ୍ତରଣକାରୀ ଯେତେ ଦକ୍ଷ ହଉଥାଉ ନା କାହିଁକି, ସମୁଦ୍ର ପାର ହେଲା ଭଳି ପାର ହେଲା ବେଳେ ତାକୁ ଅତି ମହାନ ବିପଦର ସମ୍ମୁଖୀନ ହେବାକୁ ପଡିବ। ତ କଠିନ ସଂଗ୍ରାମ ତାକୁ କରିବାକୁ ପଡିବ। ଯଦି ସେହି ସମୟରେ କେହି ଜଣେ ଅତି ସଂଗ୍ରାମରତ ସନ୍ତରଣକାରୀକୁ ସମୁଦ୍ରରୁ ଉଦ୍ଧାର କରେ, ତାହେଲେ ସେ ସର୍ବୋତ୍ତମ ତ୍ରାଣକର୍ତ୍ତା ଅଟେ ବୋଲି ବୁଝିବାକୁ ପଡିବ। ପରମ ପୁରୁଷ ଭଗବାନଙ୍କ ଠାରୁ ପ୍ରାପ୍ତ ପୂର୍ଣ୍ଣ ଜ୍ଞାନ ହିଁ ମୁକ୍ତି ପଥ ଅଟେ। ଏ କଥା ଆମେ ଆଗରୁ ଶୁଣିଛେ। ଆମେ ମାନେ ଭବକ ଉପରେ ପଢିଛେ। ଭଗପ ଉପରେ ଯଦି ପଢିଥିବା, ତାହେଲେ ଭବକ ଉପରୁ ଉଦ୍ଧାର ପାଇବାର କଣ ଉପାୟ ଅଛି? ଦେଖି କୂଅରେ ପଡିଥିବ, କେମିତି ସେ ଉଦ୍ଧାର ପାଇବ ନା କୂଅ ଭିତରକୁ ଯଦି ଗୋଟେ ଦୌଡ଼ି ଦବ। ତ ଭଗବାନ କଣ କରିଛନ୍ତି, ଏଇ ଭବକ ଉପରେ ଆମକୁ ଉଦ୍ଧାର କରିବା ପାଇଁ କି ଏ ଜ୍ଞାନ ରୂପକ ଦୌଡ଼ି ଦେଇଛନ୍ତି। ତୁ ଦୌଡ଼ିକି ଆଶ୍ରୟ କରିଲେ, ଧରିଲେ ଏ ଭବକ ଉପରୁ ଉଦ୍ଧାର ପାଇବା। ଆମେ ଭବ ସମୁଦ୍ରରେ ହାବୁଡୁ ପକାଉଛେ, ଏଥିରୁ ଉଦ୍ଧାର ପାଇବା ଭଗବାନ ଦେଇଛନ୍ତି ନା ଜ୍ଞାନ ରୂପକ ନୌକା ଦେଇଛନ୍ତି। ସେ ନୌକାକୁ ଆରୋହଣ କରିଲେ ଆମେ ଭବସାଗରକୁ ଉଦ୍ଧାର ପାଇବା। ସେଇଥିରେ ଆମର ଜ୍ଞାନ ମହାନତା ଶ୍ରେଷ୍ଠତା ବର୍ଣ୍ଣନା କରାହେଲା। ସେଇଥିପାଇଁ କି ଏହାର ସୁଯୋଗ ନେଇକି ଯୋଉମାନେ ଜ୍ଞାନ ମାର୍ଗୀ ଅଛନ୍ତି, ଜ୍ଞାନୀ ନିରାକାର ବ୍ରହ୍ମର ଉପାସନା କରନ୍ତି, ସେମାନେ ଜ୍ଞାନର କୋଉ ମହିମା ବର୍ଣ୍ଣନା କରନ୍ତି। ଜ୍ଞାନ ହଉଛି ସବୁ ଶ୍ରେଷ୍ଠ। ସେମାନେ ଭକ୍ତିଟାକୁ ନିକୃଷ୍ଟ ବୋଲି ମନେ କରନ୍ତି, ଜ୍ଞାନଟାକୁ ଉତ୍କୃଷ୍ଟ ବୋଲି ମନେ କରନ୍ତି। ସେଟା ହଉଛି ଭୁଲ। ଆମେ ଆଗରୁ ଶୁଣିଛେ ଯେ କିଭଳିଆ କିଭଳିଆ ଆମର ଏଇ ଜ୍ଞାନ ରୂପକ ନୌକା, ଠିକ ଅଛି। ତ ଗୋଟେ ସମୟରେ ଏଇ ଜ୍ଞାନକୁ ବାଦ ଦେଇକି ଭକ୍ତି ଯିବାକୁ ପଡିବ। ଯେମିତିକା ଆମେ ମାୟାପୁର ନବଦ୍ୱୀପ ଯିବା, ଆମେ ନୌକାର ଆଶ୍ରୟ କରିବା, କିନ୍ତୁ ନୌକାର ଆଶ୍ରୟ କଲେ କଣ ହବ? ଆମେ
ନୌକା ଗଙ୍ଗା ପାର ହେଲେ କଣ ନୌକାରେ ବସିଥିବା? ନୌକା ଛାଡିକି ନବତୁ ଓହ୍ଲେଇକି ବଜାର କରିବାକୁ ଯିବା। ଠିକ ସେଇଭଳିଆ ଆମେ ଜ୍ଞାନର ଆଶ୍ରୟ ନବା, କିନ୍ତୁ ଆମର ଚରମ ସ୍ତର ଲାଭ କରିବାକୁ ହେଲେ ଏଇ ଜ୍ଞାନକୁ ଛାଡିକି ଆମକୁ ଭକ୍ତିରେ ଆଶ୍ରୟ ନେବାକୁ ପଡିବ। ଜ୍ଞାନକୁ ଛାଡିବା ମାନେ କଣ? ଛାଡିବନି ମାନେ ଜ୍ଞାନର ପ୍ରାଧାନ୍ୟତା ସେଠି ନଥିବ। ସେ ଭକ୍ତିର ପ୍ରାଧାନ୍ୟତା ରହିବ। ତ କୃଷ୍ଣ ଭାବନ ରୂପକ ନୌକା ଅତି ସରଳ ଏବଂ ତତ୍ ସଙ୍ଗେ ସଙ୍ଗେ ଅତି ଦିବ୍ୟ ଧାମ ମଧ୍ୟ ଅଟେ। ଠିକ ଅଛି। 36 ନମ୍ବର। ଯଥା ଏଧାଂସି ସମିଧୋ ଅଗ୍ନି ଅଗ୍ନି ଭସ୍ମସାତ୍ କୁରୁତେ ଅର୍ଜୁନ ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା। ଯଥା ଏଧାଂସି ସମିଧୋ ଅଗ୍ନିଗର୍ଭ ଅଗ୍ନିଗର୍ଭ ଭସ୍ମସାତ୍ କୁରୁତେ ଅର୍ଜୁନ ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା। ଏ ଅର୍ଜୁନ, ଯେପରି ପ୍ରଦୀପ୍ତ ଅଗ୍ନି ଜାଳେଣୀ କାଠକୁ ଭସ୍ମସାତ୍ କରିଦିଏ, ଠିକ ସେହିପରି ଜ୍ଞାନାଗ୍ନି ସମସ୍ତ ଭୌତିକ କର୍ମର ପ୍ରତିକ୍ରିୟାକୁ ପୋଡି ଜାଳି ଭସ୍ମୀଭୂତ କରିଦିଏ। କହୁଛି କଣ? ଯଥା ଏଧାଂସି, ଏଧାଂସି ମାନେ ଜାଳେଣୀ କାଠ, ସମିଧ ଅଗ୍ନି ଭସ୍ମସାତ୍, ସମିଧ ଅଗ୍ନି ପ୍ରଜ୍ୱଳିତ ଅଗ୍ନି ଦ୍ୱାରା ଏଇ କାଠ ଯେମିତି ଭସ୍ମୀଭୂତ ହୁଏ, କୁରୁତେ ଅର୍ଜୁନ, ଠିକ ସେଇଭଳିଆ ଜ୍ଞାନାଗ୍ନି ଦ୍ୱାରା ସର୍ବକର୍ମାଣି ଭସ୍ମସାତ୍, ଜ୍ଞାନାଗ୍ନି ସମସ୍ତ କର୍ମକୁ ଭସ୍ମ କରେ। ଆତ୍ମା ଓ ପରମାତ୍ମାଙ୍କ ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନକୁ ଏଠାରେ ଅଗ୍ନି ସହିତ ତୁଳନା କରାଯାଇଛି। ଏଠି ଯୋଉ କୁହାହେଲା ଜ୍ଞାନାଗ୍ନି ସର୍ବକର୍ମାଣି ଭସ୍ମସାତ୍, କୋଉ ଜ୍ଞାନ? ନା ଆତ୍ମଜ୍ଞାନ। ଆତ୍ମା ଏବଂ ପରମାତ୍ମା ସମ୍ବନ୍ଧ ଯୋଉ ଜ୍ଞାନ, ସେଇ ଜ୍ଞାନ ଲାଭ କରିଲେ ସମସ୍ତ କର୍ମ ବନ୍ଧନରୁ ମୁକ୍ତି ପାଇବ। ଏଇ ଜ୍ଞାନ ଯେ କେବଳ ପାପ କର୍ମର ପ୍ରତିକ୍ରିୟାକୁ ପୋଡି ଜାଳି ଭସ୍ମ କରିଦିଏ ତାହା ନୁହେଁ, ସମସ୍ତ ପୁଣ୍ୟ କର୍ମର ପ୍ରତିକ୍ରିୟାକୁ ମଧ୍ୟ ଭସ୍ମ କରିଦିଏ। ଏଇଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗୋଟେ ବାକ୍ୟ। କାହିଁକି ନା ଲୋକମାନେ ସମସ୍ତେ ପାପରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତି, ପୁଣ୍ୟ କରିବାକୁ ଚେଷ୍ଟା କରନ୍ତି। ଲୋକମାନେ ମନେ କରନ୍ତି ପାପ କର୍ମ କରିବା ଭଲ ନୁହଁ, ପୁଣ୍ୟ କର୍ମ କରିବା ଭଲ। ଏ ଠିକ କଥା, କିନ୍ତୁ କିଛି ସମୟ ପାଇଁ ଠିକ କଥା। ପାପ କର୍ମଠୁ ପୁଣ୍ୟ କର୍ମ ଭଲ, କିନ୍ତୁ ଅନ୍ୟ ଦିଗରେ ବିଚାର କରିଲେ ପାପ ପୁଣ୍ୟ ଦୁଇଟାକ ଆମର ବନ୍ଧନର କାରଣ। ଯେଭଳିଆ ପାପ କର୍ମ କଲେ ପାପ କର୍ମର ଫଳ ଭୋଗ ଭୋଗିବା ପାଇଁ କି ଏଇ ଜଡ ଜଗତ ରହିବାକୁ ପଡିବ, ପୁଣ୍ୟ କର୍ମ କଲେ ପୁଣ୍ୟ କର୍ମ ବି ଏଇ ଜଡ ଜଗତରେ ଆମକୁ ରଖିବ। ଦୁଇଟା ଯାକ ଆମର ବନ୍ଧନର କାରଣ। ପାପ କର୍ମ ବନ୍ଧନର କାରଣ, ପୁଣ୍ୟ କର୍ମ ବନ୍ଧନର କାରଣ। ସେଇଥିପାଇଁ କି ଯେପର୍ଯ୍ୟନ୍ତ ମଣିଷ ପାପ ପୁଣ୍ୟ ଦୁଇଟାରୁ ମୁକ୍ତି ନ ହେଇଛି, ସେ ପର୍ଯ୍ୟନ୍ତ ଭୌତିକ ଜଗତରୁ ସେ ମୁକ୍ତି ଲାଭ କରିପାରିବ ନାହିଁ। ସେଇଥିପାଇଁ ଏଠି କୁହାଗଲା କଣ? ଯୋଉ ଆତ୍ମଜ୍ଞାନ ବା ଆତ୍ମା ପରମାତ୍ମା ସମ୍ପର୍କୀୟ ଯୋଉ ଜ୍ଞାନ, ଏଟା କଣ ହବ? ନା ଏଇ ଜ୍ଞାନ ଅର୍ଜନ କଲେ ମଣିଷ ଯେ କେବଳ ପାପ କର୍ମରୁ ମୁକ୍ତ ହବ ତା ନୁହଁ, ସେ ଆତ୍ମଜ୍ଞାନ ଦ୍ଵାରା ପାପ କର୍ମ ପୁଣ୍ୟ କର୍ମ ଦୁଇଟାରୁ ମୁକ୍ତ ହବ। କାରଣ ଦୁଇଟାରୁ ମୁକ୍ତି ନହେଲେ ସେ ଭବ ବନ୍ଧନକୁ ଛିନ୍ନ କରିପାରିବ ନାହିଁ। ଠିକ ଅଛି। ପ୍ରତିକ୍ରିୟାର ଅନେକ ସ୍ତର ଅଛି। ଯଥା ତିଆରି ହେଉଥିବା ପ୍ରତିକ୍ରିୟା, ମୁକୁଳିତ ପ୍ରତିକ୍ରିୟା ମାନେ ଯୋଉଟା ଆମେ ଭୋଗୁଛେ, ଭୋଗି ସାରିଥିବା ପ୍ରତିକ୍ରିୟା, ପୂର୍ବ ପ୍ରତିକ୍ରିୟା। କିନ୍ତୁ ଜୀବର ସ୍ୱରୂପ ସ୍ଥିତି ସମ୍ବନ୍ଧୀୟ ଜ୍ଞାନ ଏଇ ସବୁକୁ ପୋଡି ଜାଳି ଭସ୍ମୀଭୂତ କରିଦିଏ। ଭୋଗି ସାରିଥିବା ପ୍ରତିକ୍ରିୟା, ପୂର୍ବ ପ୍ରତିକ୍ରିୟା। ପ୍ରଭୁପାଦ ବିଭିନ୍ନ ପ୍ରକାର ପ୍ରତିକ୍ରିୟା କଥା କହିଲେ, କିନ୍ତୁ ପ୍ରତିକ୍ରିୟା ଟା ବ୍ୟାଖ୍ୟା କରିନାହାନ୍ତି
ହଁ, ଗୋଟେ ହଉଛି ତିଆରି ହଉଥିବା ପ୍ରତିକ୍ରିୟା, ବର୍ତ୍ତମାନ ଯୋଉ କର୍ମ କରୁଛେ ତାର କ୍ରିୟା ଓ ପ୍ରତିକ୍ରିୟା। ଆଉ ଗୋଟେ ହଉଛି ଯୋଉ ଆମେ କର୍ମ କରିଛେ ବର୍ତ୍ତମାନ ତା ଫଳ ଭୋଗୁଛେ, ପ୍ରତିକ୍ରିୟା। ଆଉ ଗୋଟେ ହଉଛି ଯୋଉ ଫଳ ଭୋଗି ସାରିଛେ ତାର ପ୍ରତିକ୍ରିୟା। ହଁ, ତ ଯେତେବେଳେ ବ୍ୟକ୍ତି ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଯାଏ ବା ପୂର୍ଣ୍ଣ ଜ୍ଞାନ ସ୍ତରରେ ରହେ, ଯେତେବେଳେ ପୂର୍ବ ପର ଉଭୟ ବିଧ ପ୍ରତିକ୍ରିୟା ଭସ୍ମୀଭୂତ ହୋଇଯାଏ, ଯେତେବେଳେ ବ୍ୟକ୍ତି ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଯାଏ, ସେତେବେଳେ କଣ ହବ ନା ଏଇ ସମସ୍ତ ପୂର୍ବ ଓ ପର ଏ ସମସ୍ତ କର୍ମ ପ୍ରତିକ୍ରିୟାରୁ ସେ ମୁକ୍ତ ହେବ। ପୂର୍ବେ ଯାହା କର୍ମ କରିଛି ତାର ପ୍ରତିକ୍ରିୟାରୁ ମୁକ୍ତ ହେବ, ଆଉ ଯାହାର ପରେ ଜ୍ଞାନ ଲାଭ କରିବା ପରେ ଯୋଉ କର୍ମ କରିବ ତାର ପ୍ରତିକ୍ରିୟାରୁ ବି ମୁକ୍ତ ହେବ। କାହିଁକି ନା ଜ୍ଞାନ ଲାଭ କରିବା ପରେ ତା କର୍ମ ଗୁଡିକ ପାପ ପୁଣ୍ୟ ଦ୍ଵାରା ପ୍ରଭାବିତ ହବନି। କାହିଁକି ନା ସେ ତ ଆତ୍ମା ସ୍ତରରେ କର୍ମ କରିବ, ସେ ଦେହ ସ୍ତରରେ କର୍ମ କରୁଛି। ସେଥିପାଇଁ କି ସେ କର୍ମର ଫଳ ତା ଭୋଗିବାକୁ ପଡିବ। ତ ବେଦରେ କୁହାଯାଇଛି, ବେଦ ମାନେ ବୃହତ୍ ଆରଣ୍ୟକ ଉପନିଷଦରେ କୁହାଯାଇଛି, ଉଭେ ଓହି ବୈଶ୍ୟ ଏତେ ତରତମ ଅମୃତ ସାଧ୍ୱନି। ଅର୍ଥାତ୍ ବ୍ୟକ୍ତି ଉଭୟ ପୁଣ୍ୟ କର୍ମ ଓ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ। ଏଇଟା ହଉଛି ଅତ୍ୟନ୍ତ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯୋଉଟା କି ସାଧାରଣ ମନୁଷ୍ୟ ମାନେ ଜାଣନ୍ତି। ସାଧାରଣ ଜଗତରେ ଲୋକମାନେ ସମସ୍ତେ ପାପକୁ ନିନ୍ଦା କରି ପୁଣ୍ୟକୁ କରନ୍ତି, ଭଲ ଲୋକମାନେ। ଏମିତିକା ସାଧାରଣ ଲୋକ ତ ପାପ କର୍ମଟାকে ପୁଣ୍ୟ କର୍ମ ମନେ କରନ୍ତି। ଯୋଉଠି ଭଦ୍ରଲୋକ ସେମାନେ ପାପ ପୁଣ୍ୟ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି, ତ ପୁଣ୍ୟ କର୍ମକୁ ଶ୍ରେଷ୍ଠ ବୋଲି ମନେ କରନ୍ତି। କିନ୍ତୁ ଏଠି ଶ୍ରୁତି ଶାସ୍ତ୍ର ଉପନିଷଦରେ କୁହାଯାଉଛି ଯେ କି ଭାବରେ ଆମକୁ ପାପ କର୍ମ ପୁଣ୍ୟ କର୍ମ ଦୁଇଟାରୁ ପ୍ରତିକ୍ରିୟାରୁ ମୁକ୍ତ ହବାକୁ ପଡିବ। ତାପରେ ନ ହି ଜ୍ଞାନେନ ସଦୃଶଂ ପବିତ୍ରମ୍ ଇହ ବିଦ୍ୟତେ ତତ୍ସ୍ୱୟଂ ଯୋଗ ସଂସିଧ କାଲେନ ଆତ୍ମନି ବିନ୍ଦତି। ଏ କୁହାଯାଉଛି, ଇହ ଜଗତରେ ଦିବ୍ୟ ଜ୍ଞାନ ସଦୃଶ ଦିବ୍ୟ ଓ ପବିତ୍ର ଆଉ କିଛି ନାହିଁ। ସମସ୍ତ ଯୋଗର ପରିପକ୍व ଫଳ ହେଉଛି ଏହି ଦିବ୍ୟ ଜ୍ଞାନ। ସେ ଏହା ପ୍ରାପ୍ତ ହୋଇଛି ସେ କାଳକ୍ରମରେ ନିଜ ଆତ୍ମାରେ ବିହାର କରେ। ନ ହିଁ ଜ୍ଞାନେନ ସଦୃଶଂ, ହି ଶବ୍ଦଟା ବ୍ୟବହାର କରାଯାଉଛି କଣ ପାଇଁ କି? ନା ନିଶ୍ଚିତ ଭାବରେ କୌଣସି ସନ୍ଦେହ ନାହିଁ। ଜ୍ଞାନେନ ସଦୃଶଂ ପବିତ୍ରମ୍ ଇହ ବିଦ୍ୟତେ, ଇହ ମାନେ ଏଇ ଜଗତରେ ଜ୍ଞାନ ସଦୃଶ ଏତେ ପବିତ୍ର ଜିନିଷ ନାହିଁ। ଜ୍ଞାନର ଶ୍ରେଷ୍ଠତା ପ୍ରକାଶ କରା, ଜ୍ଞାନ ହଉଛି ଶ୍ରେଷ୍ଠ, ଏ ଭଳିଆ ପବିତ୍ର ନାହିଁ। ତ କଣ ପାଇଁ କି? ନା ତତ୍ ସ୍ୱୟଂ ଯୋଗ ସଂସିଧି କାଲେନ ଆତ୍ମନି ବିନ୍ଦତି। କାହିଁକି ନା କାଳକ୍ରମରେ ଏଇଟା କଣ ହବ ନା ପରିପକ୍ୱତା ଲାଭ କଲେ କଣ ହବ ନା ଭକ୍ତି ଯୋଗରେ ପର୍ଯ୍ୟବେସିତ ହବ। ସମସ୍ତ ଯୋଗର ପରିପକ୍ୱ ଫଳ ହଉଛି ଏଇ ଦିବ୍ୟ ଜ୍ଞାନ। ଯେ ଏହା ପ୍ରାପ୍ତ ହେଇଛି ସେ କାଳକ୍ରମେ ନିଜର ଆତ୍ମାରେ ବିହାର କରେ। ତତ୍ ସ୍ୱୟଂ ଯୋଗ ସଂସିଧ କାଲେନ ଆତ୍ମନି ବିନ୍ଦତି। ସେ ଆତ୍ମାରାମରେ ପରିଣତ ହୁଏ। ସେ ଆତ୍ମାରେ ବିହାର କରେ, ଶରୀରରେ ବିହାର କରେନି, ମନରେ ବିହାର କରେନି, ଆତ୍ମାରେ ବିହାର କରେ। ତାର ଆତ୍ମାନୁଭୂତି ହେଇଛି, ସେ ନିଜକୁ ଦେହ ବୋଲି ମନେ ନ କରି, ମନ ବୋଲି ମନେ ନ କରିକି, ଦେହ ସୁଖ ମନ ଶାନ୍ତି ପାଇଁ ଚେଷ୍ଟା ନ କରିକି ସେ ଆତ୍ମାର ଆନନ୍ଦ ପାଇଁ ଚେଷ୍ଟା କରେ। ସେ ଆତ୍ମାରାମ ତାକୁ କୁହାଯାଏ। କାଳକ୍ରମରେ କଣ ହବ ନା ଏ ଦିବ୍ୟ ଜ୍ଞାନ ମାଧ୍ୟମରେ, ଦିବ୍ୟ ଜ୍ଞାନ ମାନେ ଆତ୍ମଜ୍ଞାନ, ଆତ୍ମଜ୍ଞାନ ମାନେ ମୁଁ ଭଗବାନଙ୍କର ନିତ୍ୟ ଦାସ। ଏଇ ଜ୍ଞାନ, ଏଇ ଜ୍ଞାନର ମାଧ୍ୟମରେ କଣ ହବ, ସେ ଆତ୍ମାରେ ବିହାର କରିବ। ତ ଭାବାର୍ଥରେ ପ୍ରଭୁପାଦ କହୁଛନ୍ତି, ଆମ୍ଭେମାନେ ଯେତେବେଳେ ଦିବ୍ୟ ଜ୍ଞାନ କଥା କହୁ,
ସେତେବେଳେ ଦିବ୍ୟ ଧାରଣାର ବଶବର୍ତ୍ତୀ ହୋଇ କଥା କହୁ। ତେଣୁ ଦିବ୍ୟ ଜ୍ଞାନ ଭଳି ଦିବ୍ୟ ଓ ପବିତ୍ର ଆଉ କିଛି ନାହିଁ। ଅଜ୍ଞତା ହଉଛି ଆମର ବନ୍ଧନର କାରଣ, ତେଣୁ ଜ୍ଞାନ ହଉଛି ଆମର ମୁକ୍ତିର କାରଣ। ଅଜ୍ଞତା କାହାର ସମ୍ପର୍କରେ ଅଜ୍ଞତା? ନିଜର ସ୍ୱରୂପର ସମ୍ପର୍କରେ ଅଜ୍ଞତା। ସ୍ୱରୂପ ଭ୍ରମ। ସ୍ୱରୂପ ଭ୍ରମ ହଉଛି ଆମର ଗୋଟେ ଅନର୍ଥ। ଚାରି ପ୍ରକାରର ଅନର୍ଥ ରହିଛି। ସ୍ୱରୂପ ଭ୍ରମ, ଅସତୃଷ୍ଣା, ହୃଦୟ ଦୁର୍ବଲ୍ୟ, ଅପରାଧ ପ୍ରବଣତା, এই ଚାରି ପ୍ରକାରର ଆମର ଅନର୍ଥ ରହିଛି। এই ଅନର୍ଥର ମୂଳ କାରଣଟା କଣ ହଉଛି ନା ସ୍ୱରୂପ ଭ୍ରମ। ଆମେ ସ୍ୱରୂପ ଜାଣିନୁ, ତା ଫଳରେ ଭଗବାନଙ୍କ ସାଙ୍ଗରେ ଆମର ସମ୍ପର୍କକୁ ଆମେ ଜାଣିନୁ। ଏଇ ଭୌତିକ ଜଗତର ସମସ୍ତ ପାର୍ଥିବ ଜଗତର ହଁ ସଙ୍ଗରେ ଆମେ କଣ କରିଛେ, ଆମର ସମ୍ପର୍କକୁ ସ୍ଥାପନ କରିଛେ। ଦିବ୍ୟ ଜ୍ଞାନ ଫଳେ କଣ ହବ ନା ଏଇ ଭଗବାନ ସାଙ୍ଗରେ ଆମର ସମ୍ପର୍କକୁ ଆମେ ବୁଝିପାରିବା। ସେଇଠି ସେ ଅଜ୍ଞାନତା, ଅଜ୍ଞାନତା ହଉଛି ଆମର ବନ୍ଧନ କାରଣ। କଣ ଅଜ୍ଞାନତା? ନା ସ୍ୱସ୍ୱରୂପର ସମ୍ପର୍କରେ ଆମର ଜ୍ଞାନ ନାହିଁ। ଏଇଟା ହଉଛି ଅଜ୍ଞାନତା, ସ୍ୱସ୍ୱରୂପ। ତ ଭକ୍ତିର ପରିପକ୍ୱ ଫଳ ହଉଛି ଏଇ ଜ୍ଞାନ। ହଁ, ତ ଭକ୍ତି ମାନେ କଣ ନା ଏଇ ଜ୍ଞାନ ଲାଭ କରିବା। ଦିବ୍ୟ ଜ୍ଞାନ, ଦିବ୍ୟ ଜ୍ଞାନ ମାନେ ମୁଁ ଦେହ ନ ଚିନ୍ମୟ ଆତ୍ମା। ଦିବ୍ୟ ଜ୍ଞାନ ମାନେ ଏ ଆତ୍ମା ହଉଛି ଭଗବାନଙ୍କର ଅଂଶ। ଦିବ୍ୟ ଜ୍ଞାନ ମାନେ ହଉଛି ଭଗବାନଙ୍କର ନିତ୍ୟ ଦାସ। ଏଇଟା ହଉଛି ଜ୍ଞାନର ଶେଷ କଥା। ଯେତେବେଳେ ବ୍ୟକ୍ତି ଦିବ୍ୟ ଜ୍ଞାନ ସ୍ତରରେ ଅବସ୍ଥାନ କରେ, ସେତେବେଳେ ସେ ଆଉ ଅନ୍ୟତ୍ର ଶାନ୍ତିର ଅନ୍ୱେଷଣ କରିବା ଦରକାର ନାହିଁ। କାରଣ ନିଜ ମଧ୍ୟରେ ହିଁ ଶାନ୍ତି ପାଏ। ନିଜ ମଧ୍ୟରେ ମାନେ ଆତ୍ମାରେ ସେ ଶାନ୍ତି ପାଏ ବା ଆନନ୍ଦ ପାଏ। କାହିଁକି? ତାର ମନ ପରିଷ୍କାର ମନର ସହିତ ଯୁକ୍ତ ରହିଛି। ଅପରିଷ୍କାର ମନ ମାନେ କଣ? ଯୋଉ ମନ ଦ୍ଵାରା ଅନେକ ବିଷୟ ବାସନା ଥାଏ, ଏଟା ଅପରିଷ୍କାର ମନ। ପରିଷ୍କାର ମନ ମାନେ ସମସ୍ତ ବିଷୟ ବାସନ ଯୋଉ ମନ ମୁକ୍ତ ହେଇଛି, ସେଇ ମନ ହଉଛି ପରିଷ୍କାର ମନ। ସେଇ ମନକୁ ସାଙ୍ଗରେ ରଖିକି ଆତ୍ମା କଣ କରେ, ସେ ନିଜରେ ସୁଖୀ ଥାଏ। ତାକୁ ଆତ୍ମାରାମ। ଆତ୍ମାରାମ ନିଗ୍ରନ୍ଥ ପେରୁକ୍ରମେ ପୂର୍ବନ୍ତି ଅହେତୁ କିಂ ଭକ୍ତି ତମ୍ଭୁ। ଆତ୍ମାରାମ ମୁନି ଋଷି ମାନେ ଯାହାର କୌଣସି ଗ୍ରନ୍ଥି ନାହିଁ, ସେମାନେ ପର୍ଯ୍ୟନ୍ତ ଭଗବାନଙ୍କର ଭକ୍ତିମୂଳକ ସେବାରେ ଯୁକ୍ତ ହୁଅନ୍ତି। ଭୌତିକ ଜଗତ ସାଙ୍ଗେ ତାଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ ଆନନ୍ଦ ପାଇବାକୁ ହେଲେ କୌଣସି ଭୌତିକ ବସ୍ତୁର ପ୍ରয়োଜନ ନାହିଁ। ସମ୍ପୂର୍ଣ୍ଣ ନିର୍ବିକାର ପୁରୁଷ, କୌଣସି ଆସକ୍ତି, ତାଙ୍କର ଆନନ୍ଦର କାରଣ ହଉଛି ଆତ୍ମା। ଏଇ ପ୍ରକାର ମଣିଷ ପର୍ଯ୍ୟନ୍ତ ସେମାନେ କହନ୍ତି, ଯାହାର କାହାର କୌଣସି ପ୍ରତି ଆକର୍ଷଣ ନାହିଁ, ଭଗବାନ ପ୍ରତି ଆକୃଷ୍ଟ ହୁଅନ୍ତି, ଭଗବାନଙ୍କର ସେବା ପ୍ରତି ଆକୃଷ୍ଟ ହୁଅନ୍ତି। ଅନ୍ୟ କଥାରେ କୁହାଯାଇପାରେ, ଏ ଜ୍ଞାନ ଓ ଶାନ୍ତି କୃଷ୍ଣ ଚେତନାରେ ହିଁ ପର୍ଯ୍ୟବେସିତ ହୁଏ। ତାହା ହଉଛି ଭଗବତ ଗୀତାର ଶେଷ କଥା। ଜ୍ଞାନର ଦ୍ଵାରା ମଣିଷ ଶାନ୍ତି ପାଏ। ଜ୍ଞାନ ହଉଛି ମଣିଷକୁ, କିନ୍ତୁ ଭକ୍ତି ମଣିଷକୁ ଆନନ୍ଦ ପ୍ରଦାନ କରେ। ତ ଜ୍ଞାନ ଶାନ୍ତିର ଚରମ ଉଦ୍ଦେଶ୍ୟ ହচ্ছে ଜୀବ କେମିତି ଆନନ୍ଦ ପାଇବ। ଆନନ୍ଦ ପାଇବ ଏକମାତ୍ର ଭକ୍ତି ଦ୍ଵାରା, ଭଗବାନଙ୍କ ସଙ୍ଗେ ତାର ପ୍ରେମ। ଠିକ ଅଛି, ଆମେ ପାଠ ଶ୍ରବଣ କରିବା। ମୁଁ ବର୍ତ୍ତମାନ ଟ୍ରେନରେ ଅଛି, ମୁଁ ରାମପୁର ହାଟ ଯାଉଛି। ରାମପୁର ହାଟ ହଉଛି ଏକ ଚକ୍ର ପାଖରେ। ତ କାଲି ଆମର ମାୟାପୁର ପ୍ରାୟ 200 ଭକ୍ତ ଆସିବେ, ଛୁଆ ମାନେ ଆସିବେ ସବୁ। ଆମର ଗୃହସ୍ଥ ଭକ୍ତ ମାନଙ୍କର ପୁଅ ଝିଅ ମାନେ ସବୁ ଆସିବେ। ଆମର ପ୍ରହ୍ଲାଦ ସ୍କୁଲ ଅଛି ମାୟାପୁରରେ।
ସେ ମୁଁ ଯାଉଛି, ସେ ପିଲାମାନେ ସବୁ ଆସିବେ, ତାଙ୍କ ସାଙ୍ଗେ ଗୋଟେ ଦିନ ଟିକେ କଟେଇବି, ରାତି ଯିବି। ମାଲଦାରୁ ପରଦିନ ସକାଳେ ସିଲିଗୁଡି ଯିବି। ସିଲିଗୁଡି ପ୍ରୋଗ୍ରାମ ଅଛି, ଆଉ 10-15 ଦିନ ଟ୍ରାଇବାଲ ପ୍ରୋଗ୍ରାମ ରେ ଯିବି। ଠିକ ଅଛି। ତ କାହାର ଅଛି, ଯାହା ଆଲୋଚନା ହେଲା ଓଡିଆ ଓଡିଆ ଭାଷୀ ମାନଙ୍କର। हरे कृष्ण महाराज प्रणाम। ये जो पापर मुक्ति कहले ଆଉ ପୁଣ୍ୟର ମୁକ୍ତି, ଏ ପୁଣ୍ୟର ମୁକ୍ତିଟା କି महाराज ବୁଝା ପଡିଲାନି। ମୁକ୍ତ ପୁଣ୍ୟରୁ କାହିଁକି ମୁକ୍ତି ହବା ଦରକାର ସେଇଟା ପଚାରୁଛ, ନା ପୁଣ୍ୟରୁ କାହିଁକି ମୁକ୍ତି ହବା ପଚାରୁଛ? ପୁଣ୍ୟରୁ ମୁକ୍ତି ପ୍ରଭୁ महाराज। ପୁଣ୍ୟରୁ ମୁକ୍ତି ପାଇବାର ଉପାୟ ଟା କଣ ଆଜ୍ଞା ଆଜ୍ଞା ସେଇଟା ଆଜ୍ଞା। ପଚାରୁଛ? ପୁଣ୍ୟ ଓ ପାପରୁ ମୁକ୍ତି ପାଇବାର ଉପାୟ ହଉଛି କର୍ମ ଫଳ ଟା ଭଗବାନଙ୍କୁ ଅର୍ପଣ କରିବା। ଯଦି ଆମେ ଯାହା କର୍ମ କରୁଛେ, ଏ କର୍ମ ଫଳ ଯଦି ଫଳ ପ୍ରତି ଆମର ଆସକ୍ତି ନ ହବ ଏବଂ କର୍ମ ଫଳଟା ଯଦି ଆମେ ଭଗବାନଙ୍କୁ ଅର୍ପଣ କରିବା, ତାହେଲେ ସେଇ କର୍ମରେ ଆଉ ପାପ ନାହିଁ କି ପୁଣ୍ୟ ନାହିଁ। ଅର୍ଥାତ ଭଗବାନଙ୍କ ଉଦ୍ଦେଶ୍ୟ ଯୋଉ କର୍ମ କରାହବ, ପାପ ନାହିଁ। ଠିକ ଅଛି। ଆଜ୍ଞା महाराज हरे कृष्ण। ଆମେ ନିଜ ଉଦ୍ଦେଶ୍ୟରେ କର୍ମ କଲେ କର୍ମ ଫଳରେ ବନ୍ଧନ ପଡିବ। ଭଗବାନଙ୍କର ଉଦ୍ଦେଶ୍ୟ କର୍ମ, କର୍ମ ବନ୍ଧନରୁ ମୁକ୍ତ। ଏ ଜ୍ଞାନ ହଉଛି ଜ୍ଞାନ, ନା ଏଇ ଉଦ୍ଦେଶ୍ୟ କର୍ମ କଲେ ସେଟା କର୍ମ କରିବା। ଭଗବାନଙ୍କର ନିର୍ଦ୍ଦେଶ ଆମେ କୋଉଠୁ ପାଇବା, ନା ଶାସ୍ତ୍ରରୁ ପାଇବା। ଶାସ୍ତ୍ର ଅନୁସାରେ, ଶାସ୍ତ୍ରକୁ ମାନିକି ଆମେ ନିଜର କର୍ତ୍ତବ୍ୟ କର୍ମ କରିକି ଫଳ ଯଦି ଭଗବାନଙ୍କୁ ଦବା, ତାହେଲେ ସେଟା ଆମକୁ ସମ୍ପୂର୍ଣ୍ଣ ଦୁଇଟାରୁ ମୁକ୍ତ କରିବ। ଠିକ ଅଛି। ଆଜ୍ଞା महाराज। ହରେ କୃଷ୍ଣ ପ୍ରଭୁ କିଛି ପ୍ରଶ୍ନ ଅଛି? ମହାରାଜ, କର୍ମ କହିଲେ କଣ କହନ୍ତୁ, କଣ ବୁଝାଯାଏ? ତମ କଥା ତ ଶୁଣା ଯାଉନି ଭଲ। ହରେ କୃଷ୍ଣ, କର୍ମ କହିଲେ ଆମେ କଣ ବୁଝିବା? କର୍ମ ହଉଛି, କର୍ମ ମାନେ କଣ ବୁଝିବା? କର୍ମ ଆମେ ଇନ୍ଦ୍ରିୟ ଗୁଡିକ ଯୋଉ ବ୍ୟବହାର କରୁଛେ, ଯାହା ସମ୍ପାଦିତ ହଉଛି ଇନ୍ଦ୍ରିୟ ମାଧ୍ୟମରେ, କର୍ମ। ତ କର୍ମ ତିନି ପ୍ରକାରର ଅଛି: କର୍ମ, ବିକର୍ମ, ଅକର୍ମ। କର୍ମ ମାନେ ସୁକର୍ମ, ପୁଣ୍ୟ କର୍ମ। ବିକର୍ମ ମାନେ ଯେଟା ହଉଛି ଶାସ୍ତ୍ର ବିହିତ, ଶାସ୍ତ୍ର ନିର୍ଦ୍ଦେଶିତ କର୍ମ। ତାପରେ କର୍ମ ବା ପାପ କର୍ମ। ମାନେ ସେଇ କର୍ମ, କୋଉ କର୍ମର ଫଳ ନାହିଁ, ଯୋଉ କର୍ମ କରି ଫଳଟା ଭଗବାନଙ୍କ ଉଦ୍ଦେଶ୍ୟରେ ଦିଆ ହୁଏ, ସେଟାର কোনো ଫଳ ନାହିଁ। କର୍ମ, ବିକର୍ମ, ଅକର୍ମ। ତ এইভাবে ଶାସ୍ତ୍ର କର୍ମକୁ ତିନି ପ୍ରକାର ମାନେ ଜାଣିବା ଦରକାର। ଯୋଉ କର୍ମ ଆମେ କରୁଛେ ବନ୍ଧନର କାରଣ ହବ, ସେଇ କର୍ମ ହିଁ ଆମର ମୁକ୍ତିର କାରଣ ହେଇପାରିବ। ବୁଝିପାରିଲେ? ଆଜ୍ଞା ହରେ ଆଉ କୃଷ୍ଣ। କର୍ମଟା ହଉଛି ସବୁବେଳେ, କର୍ମଟା ହଉଛି ଇନ୍ଦ୍ରିୟ ସାଙ୍ଗରେ ବିଷୟର ସଂଯୋଗର ମାଧ୍ୟମରେ କର୍ମର ଉଦ୍ଭବ ହୁଏ। ଇନ୍ଦ୍ରିୟ ସାଙ୍ଗରେ ବିଷୟ, ଆମେ ଯେମିତିକା ଗୋଟେ ଫୁଲ ଦେଖୁଛେ, ଫୁଲ ଦେଖିଲେ ମାନେ କଣ, ଗୋଟେ କର୍ମ ହେଲା। ଇନ୍ଦ୍ରିୟ ସାଙ୍ଗେ ବିଷୟର ସଂଯୋଗ ହେଲା। ଆମେ ଗୋଟେ, ଆମର ତ 10ଟା ଇନ୍ଦ୍ରିୟ ଅଛି, 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ। ଏଇ ଇନ୍ଦ୍ରିୟ ଗୁଡିକ ବିଷୟର ସାଙ୍ଗେ ଯୁକ୍ତ ହଉଛି, କର୍ମ ସମ୍ପାଦିତ ହଉଛି ନା। ଆମେ ଗୋଟେ ଫୁଲ ଦେଖିଲେ, ଦେଖିବା ଆଖିର ଗୋଟେ କର୍ମ ହେଲା, ଦେଖିବା କର୍ମ। ଆଉ ସେବେ ହାତ ଦେଇକି ଫୁଲଟାକୁ ତୋଳିଲେ, ଏଟା କର୍ମ ହେଲା।
ତାହେଲେ କର୍ମ କଣ? ଯେତେବେଳେ ଇନ୍ଦ୍ରିୟ ଗୁଡିକ ବିଷୟ ସଙ୍ଗେ ଯୁକ୍ତ ହୁଅନ୍ତି ସେ କର୍ମ ଉତ୍ପନ୍ନ ହୁଏ। ଠିକ ଅଛି। ଆଉ କିଛି ପ୍ରଶ୍ନ ଅଛି? Any other questions? No. ଠିକ ଅଛି ତାହେଲେ। ମହାରାଜ ମହାରାଜ ପ୍ରଣାମ। ଓ କଣ ଯୋଉ ସକାମ କର୍ମ କରିକରି ସକାମ କର୍ମ କଲେ ଦିବ୍ୟ ଜ୍ଞାନ ଲାଭ କରି ହୁଏ କି? ଜଣେ ସକାମ କର୍ମ କରିକି ନା ଦିବ୍ୟ ସକାମ ଜ୍ଞାନ କର୍ମ ଶୁଣ ଶୁଣ କର୍ମ କଥାଟା ମୁଁ ଆଗରୁ ଅନେକ ଥର କହିଛି, ତମେ ଏଥିରେ ଲେଖିକି ରଖ। କର୍ମ କର୍ମ ହଉଛି ଦୁଇ ପ୍ରକାରର। ଶାସ୍ତ୍ର ନିହିତ କର୍ମ, ଶାସ୍ତ୍ର ନିର୍ଦ୍ଦେଶିତ ବା ଶାସ୍ତ୍ର ବିହିତ କର୍ମ। ଠିକ ଅଛି। ଶାସ୍ତ୍ର ନିଷିଦ୍ଧ କର୍ମ ପାପ କର୍ମ, ଆଉ ଶାସ୍ତ୍ର ନିର୍ଦ୍ଦେଶିତ କର୍ମ ଦୁଇ ପ୍ରକାରର। ଶାସ୍ତ୍ର ନିର୍ଦ୍ଦେଶିତ କର୍ମଟା ଦୁଇ ପ୍ରକାରର, ସକାମ କର୍ମ ଆଉ ନିଷ୍କାମ କର୍ମ। ପ୍ରଥମ ହଉଛି ଶାସ୍ତ୍ର ନିଷେଧ କର୍ମଟାକୁ ବାଦ ଦେବାକୁ ପଡିବ, ଶାସ୍ତ୍ର ବିହିତ କର୍ମ କରିବାକୁ ପଡିବ। ଶାସ୍ତ୍ର ବିହିତ କର୍ମଟା ସକାମ କର୍ମ, କିନ୍ତୁ ଯେହେତୁ ଶାସ୍ତ୍ର ନିର୍ଦ୍ଦେଶିତ କର୍ମ ସେଟା ଭଲ। ଶାସ୍ତ୍ର ନିଷିଦ୍ଧ କର୍ମଟା ଭଲ, ଭଲ କଲ୍ୟାଣକର, କିନ୍ତୁ ପରମ କଲ୍ୟାଣକର ନୁହେଁ। କାହିଁକି ନା ସେଇ ଶାସ୍ତ୍ର ବିହିତ କର୍ମ ହେଲେ ବି ଫଳର ଆଶା ଅଛି ସକାମ କର୍ମରେ। କିନ୍ତୁ ଫଳର ଆଶା ଥିଲେ ବି ଯେହେତୁ ଶାସ୍ତ୍ର ବିହିତ କର୍ମ ସେଟା ଆମକୁ ସାହାଯ୍ୟ କରିବ। ସେଥିପାଇଁ କି ଆମେ ଶାସ୍ତ୍ର ବିହିତ କର୍ମ କରିବା, ତାପରେ ସକାମ କର୍ମଟାକୁ ତ୍ୟାଗ କରିକି ନିଷ୍କାମ କର୍ମ କରିବା। ଠିକ ଅଛି। ନିଷ୍କାମ କରିକି ତମେ ଜ୍ଞାନ ଲାଭ କରିବ, ଆତ୍ମଜ୍ଞାନ। ଆତ୍ମଜ୍ଞାନ ଲାଭ କରିଲେ ତାପରେ ସ୍ୱରୂପ ଜ୍ଞାନ ହବ। ତାପରେ ଆମେ ବୁଝିପାରିବା କୃଷ୍ଣ ଭକ୍ତି କରିବା ଆମର ଶ୍ରେଷ୍ଠ। ସେଇଥିପାଇଁ କି ସେଇଟା ରାସ୍ତାରେ ପଡିବ। ସକାମ କର୍ମଟା କରିବା ଭଗବତ ଧାମକୁ ଯିବ ରାସ୍ତାରେ ପଡିବ। ଯୋଉମାନେ ପାପ କର୍ମ କରୁଛି ସେମାନଙ୍କ ପାଇଁ ଶାସ୍ତ୍ର ବିହିତ ସକାମ କର୍ମ କରିବାଟା ଭଲ। ନିକୃଷ୍ଟ ଯୋଉଟା ଗୀତାରେ କୁହାହେଲା, ସକାମ କର୍ମଟା ଭଲ କିନ୍ତୁ ନିକୃଷ୍ଟ। ଏଟା ହଉଛି ନିଷ୍କାମ କର୍ମଠୁ ନିକୃଷ୍ଟ। ଠିକ ଅଛି। ଠିକ ଅଛି ତାହେଲେ। ହରେ କୃଷ୍ଣ। ବର୍ତ୍ତମାନ